ସୁନାମୁଦି ଆଣ କହି ଶାଶୁ ନଣନ୍ଦ ମିଶି ଦେଉଥିଲେ ନିର୍ଯାତନା। ଆଉ ସେ ନ ଶୁଣିବାରୁ ନବବଧୂକୁ ମାଡ଼ି ବସି ଖୁଆଇଦେଲେ ଏମିତି କିଛି। ଜଣେ ଝିଅ ଅସୁମାରୀ ଆଶା ନେଇ ଆସିଥାଏ ଶାଶୁ ଘରକୁ। ଆଜି ତାର ସେହି ଆଶାରେ ପାଣି ଫେରିଗଲା। ହଁ ଦର୍ଶକ ବନ୍ଧୁ, ଇଏ ହେଉଛନ୍ତି ମାନି ବୈଦିକ ରୀତିନୀତି ଅନୁଯାୟୀ ଫେବୃଆରୀ 14ରେ ଅମିତକୁ ବିବାହ କରିଥିଲେ। ଅଗ୍ନିକୁ ସାକ୍ଷୀ ରଖି 7 ଜନ୍ମର ସାଥୀ ହେବା ପାଇଁ ଅମିତଙ୍କ ହାତ ଧରିଥିଲେ। ହେଲେ ସେ ଜାଣିନଥିଲେ ଶାଶୁ ଘର ଲୋକ ତାଙ୍କ ସହ ଏମିତି କିଛି କରିବେ ବୋଲି। ମାତ୍ର 4 ମାସ ତଳେ ମନରେ ଅସୁମାରୀ ସ୍ୱପ୍ନ ନେଇ ଶାଶୁ ଘରେ ପାଦ ଥାପିଥିଲେ। ଯେତେ ଝଡ଼ଝଞ୍ଜା ଆସିଲେ ବି ସ୍ୱାମୀ ହାତ ଧରି ବାଟ ଚାଲିବାକୁ ମନେ ମନେ ଭାବିଥିଲେ। ମାତ୍ର ବିବାହର ଅଳ୍ପ ଦିନ ପରେ ନୂଆ ସଂସାରରେ ଦେଖାଦେଲା ଝଡ଼। ଆଉ ଶେଷରେ ପରିବାର ଲୋକ ପାଇଲେ ନିଜ ଝିଅର ମୃତ୍ୟୁର ଖବର। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ। ବଣାଇ ଥାନାର ସିଙ୍ଗିଟୋଲା ବସ୍ତିରେ ରହୁଥିବା ଅମିତ ସିଂଙ୍କୁ ରାଜଗାଙ୍ଗପୁର ଅଞ୍ଚଳର ଇନ୍ଦ୍ରଶେଖର ଦେଉଙ୍କ ଝିଅ ମାନିକୁ 4 ମାସ ତଳେ ବିବାହ କରିଥିଲେ। କିନ୍ତୁ ଗତକାଲି କୌଣସି କାରଣରୁ ଝିଅ କିଛି ଖାଇଦେଇ ଗୁରୁତର ହୋଇପଡ଼ିଥିଲେ। ଫଳରେ ପରିବାର ଲୋକେ ବଣାଇ ଡାକ୍ତରଖାନାକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏପଟେ ଝିଅ ମୃତ୍ୟୁ ପୂର୍ବରୁ ମଧ୍ୟ ରାତିରେ ରାଜଗାଙ୍ଗପୁରରେ ରହୁଥିବା ନିଜ ମାଆକୁ ଫୋନ୍ କରି ମା 2 ଥର କହି ଫୋନ୍ କାଟି ଦେଇଥିଲେ। ଫଳରେ ଝିଅର ପରିବାର ବର୍ଗ ଜ୍ୱାଇଁଙ୍କ ଫୋନ୍କୁ ବାରମ୍ବାର ଫୋନ୍ କରିଥିଲେ ମଧ୍ୟ କେହି ଫୋନ୍ ରିସିଭ୍ କରିନଥିଲେ। ତାପରେ ମୃତ ନବବଧୂଙ୍କ ପରିବାର ରାତି ଜ୍ୱାଇଁଙ୍କ ଘରକୁ ଆସି ଝିଅର ଏଭଳି ଅବସ୍ଥା ଦେଖି ତାଙ୍କ ଝିଅକୁ ହତ୍ୟା କରିଥିବା କହି ଜ୍ୱାଇଁ ଓ ଜ୍ୱାଇଁର ବାପାକୁ ଆକ୍ରମଣ କରିଥିଲେ। କିଛି ନାହିଁ, କାଲି ଆମେ ରାତି ଖାଇକିରି ଆମେ ଶୋଇଲୁ। ରାତି ଠିକ୍ 10ଟା 11ଟା ବେଳେ ଗରମ ଲାଗିଲା ରୁମ୍ରୁ ଆସିକିରି ଆମେ ଆଉ ହଲ୍ ଯେଉଁଟା ଖୋଲା ଅଛି ସେ ତଳରେ ଆମେ ଶୋଇଲୁ। ମୁଁ ଶୋଇଲି, ମୋ ସ୍ତ୍ରୀ ସେଇ ଭିତରେ ହିଁ ତାଙ୍କ ରୁମ୍ରେ ହିଁ ଶୋଇଲେ ସିଏ। ତାପରେ ଠିକ୍ 12ଟା ବେଳକୁ ଯେତେବେଳେ ନିଦଟା ଭାଙ୍ଗିଲା ମୋର, ଗଲାବେଳକୁ ବାରଟାକୁ ସିଏ ଲଗେଇକି ଦେଇଛନ୍ତି, ଖଟଖଟେଇଲି ଖୋଲିଲେ ନାହିଁ। ତାପରେ ଝରକା ଆଡ଼ୁ ଦେଖୁଛି ବେଳେ ସିଏ ଶୋଇଛନ୍ତି। ତାପରେ ଶୋଇକି ଯେତେବେଳେ ଇଏ କରୁଛନ୍ତି କ'ଣଟା ହେଲା ନା, ମୁଁ ମେଡ଼ିସିନ ଝରକା ଆଡ଼ୁ କହୁଛନ୍ତି ସେ ମୁଁ ଖାଇଦେଇଛି। ସେଇ ଟାଇମ୍ରେ ଲୁହାର ଇଏ କରିକିରି କବାଟଟାକୁ ଟାଡ଼ିକିରି ମୁଁ ପଶିଲା ବେଳେ ସେ ମୋର କ'ଣଟା ଖାଇଲ, ନାଇଁ ଏଇ ଟ୍ୟାବଲେଟ୍ ଗୁଡ଼ାକ ଖାଇଦେଇଛି କହିଲେ। ତାପରେ ସାଙ୍ଗେ ସାଙ୍ଗେ ପାଣି ତାଙ୍କୁ ମାରି ମୁରାକିରି ମୁହଁରେ ଇଏ ହେଇଯାଇଥିଲେ ଝାଳରେ ପୁରା ଧରିକିରି ମୁଁ ମେଡ଼ିକାଲ ଆସିଲି। ମେଡ଼ିକାଲ ଆସିଲା ପରେ ଏଠି ମେଡ଼ିକାଲରେ ଯେତେବେଳେ ଟ୍ରିଟମେଣ୍ଟ ହେଉଥିଲେ ସିଏ, ସେଇ ଟାଇମ୍ରେ ତାଙ୍କର ପରିବାର ଲୋକ ଆସିଲେ ଆଉ ଆମକୁ ମରଣାନ୍ତକ ଆକ୍ରମଣ କଲେ, ବାପା ଆଉ ମୋତେ। ଆଉ ତାଙ୍କର ଯେଉଁ ଅସ୍ତ୍ର ଧରିଥିଲେ, ପଥର ଧରିଥିଲେ, କାଚ ଧରିଥିଲେ, ସେଇଠି ଆକ୍ରମଣ କରିକିରି ଆମେ ରହିଲେ। ଆମେ ଏଠି ଆମର ମେଡ଼ିକାଲକୁ ପଶାଇ ଦେଲେ, ସେଥିପାଇଁ ଆମର ବି ଜୀବନ ବଞ୍ଚିଯାଇଛି। ନାଇଁ ଝଗଡ଼ା କିଛି ନାହିଁ, ମନମାଳିନ୍ୟ ରହୁଥିଲା ଘରର। ସିଏ କାମ ଇଏ ଲାଗି ମାନେ ପ୍ରାୟ ଯେତେବେଳେ ବାପ ଘରକୁ ଯାଆନ୍ତି ସିଏ ସେଠି ରହିଲେ। ଏବେ 15 ଦିନ ଏଇଟା ରହିକିରି ଆସିଲେ। ସାବିତ୍ରୀରେ ଏଇଟା ପୂଜା ହେଲା ଆମର। ସେପରି କିଛି ମନମାଳିନ୍ୟ ନାହିଁ ଆମର। କୃଷ୍ଣଶେଖର ଦେଉ, ରାଜଗାଙ୍ଗପୁର। ସାର୍ ଫେବୃଆରୀ 14ରେ ଭଉଣୀର ବାହାଘର ଥିଲା ଏଠି ସିଙ୍ଗଟୋଲାରେ। ବାହାଘର ସରିଲା ଭଲରେ। ତାପରେ ଦହେଜର କିଛି ତାଙ୍କର କଟକଣା ଚାଲିଥିଲା। ତାଙ୍କ ଶାଶୁ ତା ଭଉଣୀ ମାନେ 3 ଜଣ ଅଛନ୍ତି, ସବୁ ସେଇମାନଙ୍କର ହିଁ ହାତ ଅଛି। ଆଉ ପୁଅ ବି ତାଙ୍କ ସହିତ ପୁରା ମିଶିକି ଏସବୁ ମାନେ ସେ ଦହେଜର କଥା ଉଠାଉଥିଲେ। ତାପରେ ମଝିରେ ଉଠେଇ ସବୁବେଳେ ତାଙ୍କୁ ଟର୍ଚର କରୁଥିଲେ। ଆଉ ଦିଦି ମୋତେ ଫୋନ୍ କରିକି କହୁଥିଲା କି ମୁଁ ଏଠି ଏମିତିଆ ଲୋକମାନଙ୍କ ପାଖରେ ରହିପାରିବିନି। ତ ମୁଁ ତାଙ୍କୁ ବୁଝେଇଲି କି ନୂଆ ହେଇଛି, ଟିକେ ଦିନ ରହିଯା। ସେ କହିଲେ ନା, ସେମାନେ ମୋତେ ମାରି ଦେଇପାରନ୍ତି। ସେମାନଙ୍କର ଭିତରେ ତା ଭଉଣୀମାନଙ୍କୁ ଡକେଇକି ସେମାନେ ଷଡ଼ଯନ୍ତ୍ର କରୁଛନ୍ତି। ଏଇଟା ମୋତେ କହିଥିଲା 10 ବାହା ହେଲା ମାସେ ପାଖାପାଖି ପରେ এই ଘଟଣା ହେଲା। ତାଙ୍କ ଭିତରେ ରାଜନୀତି ଚାଲିଲା। ତାପରେ ମୁଦି ଫୁଦିର କଥା ବାହାର କଲେ। ତାପରେ ଆମେ ଆସିକି ସର୍ଟ ଆଉଟ୍ କରିଥିଲୁ, ଯାହା ଦରକାର ନେବୁ। ସେତେବେଳେ ତ କିଛି କହିନଥିଲେ। ତାପରେ ଦିଦି କହୁଥିଲା କି ସବୁବେଳେ ଆସିକି ମୋତେ ଟର୍ଚର କରୁଛନ୍ତି। ତା 3ଟା ଭଉଣୀ ଯାକ ଅଛନ୍ତି, ଆଉ ତା ମା ପୁଅ ସବୁ ମିଶିକି ତାକୁ ବାର ଟର୍ଚର କରୁଥିଲେ ହେଲା। ତ ଇଏ ତାକୁ ମଝିରେ ଘରକୁ ବି ଯାଇଥିଲା। ତ ସେଇଠି ମୋତେ କହୁଥିଲା, ସବୁ ଜିନିଷ କହିଲା ଏମିତି। ଆମେ କହିଲୁ ଯା, କିଛି ଯଦି ତୋତେ ଅସୁବିଧା ଲାଗିବ ଏଇଠୁ ରାଜଗାଙ୍ଗପୁର 1-1.5 ଘଣ୍ଟାର ରାସ୍ତା, ଆମେ ସାଙ୍ଗେ ଭାଇମାନେ ପହଞ୍ଚି ଆସିବୁ। କହିଲା ନା, ମୁଁ ସେମିତି କେବେ ଭୁଲ କରିବିନି, ଆଉ ପୁଲିସକୁ ଇନଫର୍ମ କରିବୁ। ଆଉ କିଛି ଯଦି ତୋତେ ଅସୁବିଧା ଲାଗିବ ତୁ ପଳେଇ ଆସିବୁ, ଏଇଠି ରହିବୁ, ସେଇଠି ନ ରହିପାରିଲେ। ତ ସେ କହିଲା ନାଇଁ, ସେମାନେ ମୋତେ ମାରିଦେବେ ଭଳିଆ ଲାଗୁଛି, ଷଡ଼ଯନ୍ତ୍ର କରୁଛନ୍ତି। ତାପରେ ଲାଷ୍ଟରେ ସେମାନେ ସେଇ ଜିନିଷରେ ସକ୍ସେସ୍ ହେଇଗଲେ। କାଲି ସାର୍ ଘଟଣା ହେଇଛି ଏଇଟା 12ଟାରେ ଦିଦି ଫୋନ୍ କଲା ଭାଇକୁ ହେଲା। ଫୋନ୍ କରିକି ଖାଲି ହେଲୋ ମା 2 ଥର ୱାର୍ଡ଼ ଗଲା। ଲାଷ୍ଟ ରେକର୍ଡ଼ିଂ ଅଛି ସାର୍।
माँ माँ कहला आम आउ हेलु हेलो हेलो आगु एमती चलती कल काटिदेलु रिटर्न कल कला बेलू कल लगिलानी स्वामी को कल कलु आम अमित को तांको मु 10 थर फोन करी सर 10 थर फोन करी से उठेलेनी फोन फल उभय गुरुतर होई चिकित्सित हेउथबा जणा पड़िछि। बनाईरु हेमंत पात्रंक रिपोर्ट A1 ओडिया। ब्रिलियंट रेज विशुद्ध नड़िया तेल घन लंबा और पड़ा केसर मूलमंत्र।